ଆପଣ ମହାରାଜ ଭୂମିକାରେ କେନ୍ତା କରି ଆସିବେ तो भावी ना थे महाराज में बोली କେତେ ଖୁସି ଲାଗ୍ସି ଯେତେବେଳେ ଆପଣଙ୍କୁ ମହାରାଜ ବି ଡାକସନ୍ बहुत खुशी आज्ञा कारण गोटे कलाकार जीवन रे पैसा बंधी निश्चित सम्मान होते बोली କଂସ ଭୂମିକାରେ ଆପଣଙ୍କର ବ୍ୟକ୍ତିଗତ ଜୀବନରେ କେବେ ବାଧା ପଡେ मोर छुआ बहुत सीरियस थिला किंतु मैं गोटे जगह अभिनय करूली मोर सांझ आउ जानवर सत्य मध्य ମୁଁ ସେ ଜାଗାରେ ଅଭିନୟ କରିଛି ତାପରେ ଭୂମିକାରର ସବୁଠୁ ସ୍ମରଣୀୟ ମୋମେଣ୍ଟଟା କାଣା କହୁଛି ଯେତେବେଳେ ମୋତେ କେହି କଂସ ବୋଲି ନାଇଁ ଜାଣିଥାଏ ସେ ସମୟରେ ସେମାନେ ମୋତେ ଗୋଟେ 26 ବର୍ଷର ଗୋଟେ ପିଲାକେ କଂସ କରିପାରିବା ବୋଲି ସେମାନେ ମୋତେ ଗୋଟେ ଭାବିଥିଲେ ଏବଂ ପ୍ରଥମ କରି ସୁଯୋଗ ଦେଇଥିଲେ ସେଟା ମୋର ଜୀବନର ସବୁଠାରୁ ସ୍ମରଣୀୟ ଦିବସ ବୋଲି ମୁଁ ଭାବେ 2010 ବେଲର ଯାତ୍ରା ଆଉ 2025ର ଯାତ୍ରା କେନ୍ତା ଅଛି ବହୁତ ଫରକ ପବ୍ଲିକ ଠାନୁ ଆପଣ କାଣା ଆଶା ରଖୁଛନ୍ ସବୁ ପବ୍ଲିକ କେମିତି କରି ମୋର କଳାକେ ଗ୍ରହଣ କର ତ ସମସ୍ତେ ଆପଣଙ୍କୁ ଦେଖୁଛନ୍ ଷ୍ଟେଜ ଉପରେ ଆଜ୍ଞା। କିନ୍ତୁ କିଛି ଲୋକ ପର୍ଦା ପଛାଡ଼ା ଦେଇସନ୍ ଯେନ୍ଟାକି ବହୁତ ଚେଷ୍ଟା କରସନ୍ କି ପରଫର୍ମାନ୍ସଟା ବେଷ୍ଟ ହବ ବୋଲି ଆଜ୍ଞା ପ୍ରଭୁଙ୍କର କୃପାରୁ ଅପାର କରୁଣା ହେତୁ ମୁଁ ଆଜି ବିଭିନ୍ନ ଜାଗାରେ ଅଭିନୟ କରିବି ତ ସେମାନଙ୍କର ଆଶୀର୍ବାଦ ସେମାନଙ୍କର ଦିଗ୍ଦର୍ଶନ ମୋର ପ୍ରତି ଥିଲା ବୋଲି ମୁଁ ଆଜି ଏତିକି ଉପରକୁ ଯାଇଥିଲି ବୋଲି ନିଶ୍ଚିତ ଭାବୁଛି ଆଗରୁ କାଳେ ଛୁଆମାନେ ଡରି ମରୁଥିଲେ ଆଜ୍ଞା ଇହାଦରେ ଛୁଆମାନେ ଡରସନ୍ କି ସେଲ୍ଫି ନେଇ ଆସେ ଦେଖୁନ ଗୋଟେ ବଢିଆ କ୍ୱେଶ୍ଚନଟେ ବୋଲି କଂସଟା ବହୁତ ଶସ୍ତା ହେଇଗଲା କ'ଣ କଂସର ଭିତରେ ଭଲ ଗୁଣ କାଣା ଦେଖସନ୍ ବିଶିଷ୍ଟ ଯୋଦ୍ଧା ଏବଂ ନିଆବାନ ପୁରୁଷ ସମ୍ବଲପୁରୀ ଭାଷା ଦେଇ କାଣା ଧନୁଯାତ୍ରା ଚଲେଇ ପାରବେ ଆମର ମାର ବୋଲି ହଉଛି ସମ୍ବଲପୁରୀ ଆଜ୍ଞା ଯେତେବେଳେ ମାର ଗର୍ଭରୁ ଜନ୍ମ ହଉଛୁ ଆମର ପ୍ରଥମ ଭାଷା ହଉଛି ସମ୍ବଲପୁରୀ ଏବଂ ସଂଳା ଅର୍ଥ କାଣା ଆଜ୍ଞା କହିବାର ଶୈଳୀ ହଉଛି ସଂଳା କଂସର ପ୍ରକୃତ ଜୀବନ ରହସ୍ୟ କେନ୍ ଜାଗାରେ ଥିଲା ବୋଲେ ସେଟା ହଉଛି ଶିବ ହେଲା କଂସର ବୀରତ୍ୱ ନାଶ ହେଇଛି କେତେବେଳେ ଯେତେବେଳେ ଶିବଧନୁଟା ଭଗ୍ନ ହେଇଛି କାହାର କହିଲ ମହାମନ୍ତ୍ରୀ ଶିବଧନୁଟା ଜୀବନ ଭାଙ୍ଗି ଦେଇଛ ଛୁଆ ଛୁଆ ଦୁଇଟା କୁଷ୍ଟ ହବାର ବୋଲେ ନା ନାଇଁ ମହାମନ୍ତ୍ରୀ କାନେ ଶୁଣିକରି ମୁଇଁ ବିଶ୍ୱାସ କରି ନାଇଁ ପାରବାର আরে যে ধনুকে উঁচাবার লাগি লক্ষ লক্ষ সৈন্য মানকর আবশ্যক পড়ুতলা সে ধনুকে ভাঙি দিয়েছেন সামান ছুয়া দুইটা ଆପଣ ଯଦି ସତେ ସତିକା କଂସ ହେଇଯାତେ ତ କାଣା ସତେ ସତେ ଯଦି ମୁଁ କଂସ ହେବି ବହୁତ ଜିନିଷର ପରିବର୍ତ୍ତନ ହେତା ଆଜ୍ଞା ସ୍ୱାସ୍ଥ୍ୟ କ୍ଷେତ୍ରରେ କହୁ ଶିକ୍ଷା କ୍ଷେତ୍ରରେ କହୁ ସାମାଜିକ କ୍ଷେତ୍ରରେ କହୁ ବହୁତ ଗୁଡ଼ିଏ ସୁଧାର ଆଣବାର ଲାଗି ବହୁତ ଚେଷ୍ଟା କରିଛି ଯେନ୍ଟାକି ସମାଜର ବହୁତ ଗୁଡ଼ିଏ ବର୍ତ୍ତମାନ ଅବହେଳିତ ହେଇକରି ରହିଯାଇଛି ସେ ସବୁ କାମ ମାନେ ସମ୍ପୂର୍ଣ୍ଣ କରବାର ଲାଗି ସର୍ବପ୍ରଥମ ପାଇଁ ଆଗ୍ରହ ପ୍ରକାଶ କରେ ଧନୁଯାତ୍ରାରୁ ଆମକୁ କାଣା ଶିଖବାର୍କେ ମିଲ୍ସି ପବ୍ଲିକ କାଣା ଶିଖବାର କଥା ଧର୍ମର ଜୟ ଏବଂ ପାପର ରକ୍ଷା ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ ଅଧର୍ମସ୍ୟ ତଦାତ୍ମାନଂ ସୁଜମ୍ୟ ଆପଣ ଗୋଟେ କଂସନ୍ ଆପଣଙ୍କର ବାପାକେ ଆପଣ ବଦିନ ହଟେଇ କରି ଆପଣ ମହାରାଜ ଜାଗାରେ କେନ୍ତା ବସବା ଭିତରେ ଇନ୍ଦୁମତୀଙ୍କର ସତୀତ୍ୱকে ରକ୍ଷା କରି ନା ପାରିଲେ ଗୋଟେ ସମ୍ମାନ କିନ୍ତୁ ତାଙ୍କର ଭାଇ ଗୋଟେ ଅଯୋଗ୍ୟ ରାଜା ମଥୁରା ସିଂହାସନରେ ବସିଲେ ଶୋଭା ନା ପାଏ ଦେବକୀ ସ୍ନେହ ମମତା ଆନ୍ତରିକତା ଶୋଭା ପାଇଲେ ଦେବକୀ ବେଣିକଣ୍ଡରେ କରିଛି ଶ୍ରବଣ ତୋରି ଗର୍ଭର ଅଷ୍ଟମ ସନ୍ତାନ ହେବ ମୋର କାଳକଣ୍ଟକ ତେଣୁ ବୀରକଂସାସୁରର କର୍ତ୍ତବ୍ୟ ଦେବକୀର ପ୍ରତ୍ୟେକ ଗର୍ଭସ୍ଥ ସନ୍ତାନ ନାସି ବିମୁକ୍ତ ତତ୍ପରଶୀଳାରେ ଏବେ ଦେବକୀ ନକରି ବିଳମ୍ବ ଅର୍ପଣ କର ତୋର ଗର୍ଭସ୍ଥ ସନ୍ତାନ ନଚେତ୍ ବୀରକଂସାସୁର ଭୁଲିଯିବ ଭାଇ ଭଉଣୀ ସ୍ନେହ ମମତା ଆନ୍ତରିକତା ଏବଂ ବାଧ୍ୟ ହୋଇ ତୋ ସନ୍ତାନକୁ ନେଇ କଚାଡ଼ିବୁ ଦର୍ପଣଶୀଳାରେ দ্বাপর যুগর কসময়ী ই সংসার ভিতরে সড়ক মরক পাতাল তিনপুরকে জয় করেছে বাহু বলে মই ছোট ছোট ছোয়া জুড়ে কৃষ্ণ বলরাম সেবাটা গরুচন্দ্রের গোপুরে গৌর ঘরে যাইকি সেবাটা মারবে ফের কোষ হয়ে যাকে এই সবু অসম্ভব হয় যেতে দিন তো কস রোজা এই সংসারে দিবা মারবার লাগি কি জনম দিয়ে আবার দেয় আসুন বুড়াপুরকে পঠাইছে মুই মথুরার গোপুরকে সাঙ্গে ধরিকি যেতে বেলা আসলে দুই লোক কুষ্ঠ বলরামকে
ମୁହାଁମୁହିଁ ପଡ଼ିଗଲେ ଏନ୍ତା ପତ୍ର ମାରିବୁନି ତୁଇ ଛୁଆକୁ ଯେ ସଂସାର ହଜୁଥିବା ଖାଲି କଷ ରୋଜଗାର ନା जोहार दोना टीवी प्राइम पॉडकास्ट शो के आपको समस्त को स्वागत। आज का 2 नंबर एपिसोड रे आम आउ गोटे महाराज को पाइजु। आप जानते बरगढ़ पर आर गोटे धनुजात्रा आसी बरगढ़ जिले में ठुआपाली रे बहुत दिन से हो आसूचे। आज का आम चलित वर्ष जेन महाराज अच्छा गोपाल पंडा को आम पाइछू दोना टीवी पॉडकास्ट रे को स्वागत कमा भाई आपको स्वागत केन्ता अच्छा बहुत बढ़िया अच्छा इथर चली ठुआपाली धनुजात्रा केते उत्साहित अच्छा बहुत उत्साहित कारण ठुआपाली मोर जीवन धनुजात्रार पहला स्टेज हो मोर ठुआपाली आउ 2010 बोध मैं आरंभ कर कंटिन्यू एत दिन पर्यंत चली रही तेणु बहुत उत्साहित ठुआपाली धनुजात्रा अभिनय कर लगे। आपण महाराज भूमिका केन्दा करी आसले देखुन जिते पहला महाराज बाहर मुझे तो भावी ना थे महाराज हेमी बोली मु अपेरा पार्टी थी गुरुश्री भुवनेश्वर प्रधान जे अपेरा पार्टी थी अभिनय करी तो से आगे को संलाप मैंने अनुकरण करी जेन जगह नाट कर जाऊँ से महाराज विश्व प्रसिद्ध बरगढ़ धनुजात्रा महाराज बोले सम्मानित करुले तो से मंत्री ठिया हुआ घड़ी गला मुझे देखे तो हठात सहला चटी सहला रावण इंटरव्यू होता बोध 2009 आउ मोर जड़े कलाकार बंधु कहले तुम आस जगह इंटरव्यू देव मुझे मुझे तो कार संगे मंत्री सेनापति ने बाहरी रावण इंटरव्यू के देवी से बोले आस चेष्टा करमा काण हवा देखा आ भगवान को अपार करुणा से जगह 17-18 जन बोले थिलु फास्ट सिलेक्शन में रावण रे भाई सहला सुजोग पाई जेने कि मंत्री सेनापति कार संगे ना बाहरी तार पर गुरुश्री भुवनेश्वर प्रधान आज्ञा संगे 2-3 जगह मंत्री भूमिका अभिनय कर कंसर सब जिन गुड़ा मुझे शिखली पहला कंस दरबार होचे आपन को ठुआपाली। हां पहला कंस दरबार ठुआपाली पहला आपन महाराज जन बाहर थिले रावण बाहर थिले पहला पहला रावण है सहला रे आज्ञा तो केते खुश लागसे जेते बेले आपन को महाराज भी डाकसो बहुत खुशी आज्ञा कामेर गुटे कलाकार रो जीवन रे पैसा बड़ी निश्चय सम्मान हो जे बड़ी निश्चय तो हम मन ना हो गोपाल पंडा गोपाल चंद्र पंडा किंतु लोग गोपाल बोलबा अपेक्षा महाराज महाराज बोले समस्त डाकुछन तो जन उपाधि के लोग माने दउछन महाराज बोली करी चतुर बोली करी बरखा कथा काना चाहिए निश्चित भाव आज्ञा कंस भूमिका रे आपनकर व्यक्तिगत जीवन रे केबे बाधा पहुंची जे बाधा तो बहुत अच्छे आज्ञा आगरी प्रत्येक जिनिस रे बाधा विघ्न ना आसले कि आके ना आसी पारो आउ एंता भी समय आसे गुटे समय थिला जे मोर छुआ बहुत सीरियस थिला किंतु मैं गोटे जगह अभिनय करुली मोर सांझ आउ जानवर सत्वे मुझे जगह अभिनय करी किंतु भगवान को अपार करुणा कि भले गला जिते गोटे स्टेज के चढ़ी जाइछू सेनु उतरबाटा भी महान खड़ा लोग शह शह लोग आपनकर अपेक्षा रे थिबे सेनु उतरबाटा आज्ञा आज्ञा तो ठुआपाली धनुजात्रा ऊपर चर्चा करमा इथर केनता चलीचे सजबाज केनता इथर मूल हे गरान ठुआपाली यात्रा केनता लोग उत्साहित अछन काना केनता बहुत बढ़िया माने ठुआपाली धनुजात्रा रे वर्तमान तांकर जो साजसज्जा एवं तांकर मंच बहुत उच्च कोटर रही आउ साउंड मध्य बहुत बढ़िया लगी आउ पब्लिक तो प्रत्येक वर्ष बहुत परिमाण रहसन पहला पहला आरंभ होजी हां आउ आरंभ रो टिके स्टार्टिंग लोग ना हम लास्ट रे बहुत लोग रहसन ठुआपाली धनुजात्रा रे आउ अन्य वर्ष अपेक्षा इथर हमर भाई माने जे माने अछन युवक भाई माने बहुत उत्साहित अछन मते लागुची आपण तो अनेक दिन होला ठुआपाली रे आपण अभिनय करी आसुछन ठुआपाली धनुजात्रा रो सबुतरु स्मरणीय मोमेंटा कणा स्मरणीय मुहूर्त होउसी जेते बेले मते केही कंस बोली नै जानथाई से समय रे ठुआपाली रो बहुत गुडे आज्ञा कार ना मेंशन करबी बहुत आज्ञा माने से माने वर्तमान अधा नै न से माने मते गुडे 26 वर्ष गुडे पिला के कंस करि पारबा बोली सने मते गुडे जन भाबी दिले एवं प्रथम करी सुजोग दे दिले सदा मोर जीवन सबुतर स्मरणीय दिवस बोली भाबसी आपण तो 2010 रु करी आसु जाम बोलजे 2010 बेलर यात्रा और 2025 रो यात्रा केनता अछि बहुत फरक अछि
କାରଣ ସେଟା ଆଗରୁ ତିନି ଖଣ୍ଡ ଆମେ ମିଶିକି କରୁଥିଲେ ହଁ ହଁ ବୋଧେ ମାନେ ଥୁଆପାଲି ଆଉ ଆମର ରୂପାପାଲି ଝରାପାଲି ତିନି ଖଣ୍ଡ ମିଶିକି ଆଗରୁ ଯାତ୍ରା ହଉଥିଲା ଧୀରେ 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 ପର୍ଯ୍ୟାୟକ୍ରମେ ସେଟା ଖାଲି ଥୁଆପାଲିର ଯାତ୍ରା ହେଇକି ବର୍ତ୍ତମାନ ଅଛି ତ আগর অপেক্ষা বর্তমান সাজসজ্জার আরম্ভ করে সবু কিছু গোটে পরিবর্তন আসিছে ଲାଇଟ୍ ଫାଇଟ୍ ସବୁ ବହୁତ ବହୁତ ଆଗରୁ ଲୋକ ଚାନ୍ଦା ଦେଖନ୍ତି ହଁ। ନଉଥିଲେ ଆଜ୍ଞା ଇହାଦେ ଷ୍ଟେଜ ଉପରକେ ଯେତେବେଳେ ଚକସନ୍ ଆପଣ ପବ୍ଲିକ ଠାନୁ ଆପଣ କାଣା ଆଶା ରଖସନ୍ ସବୁଠୁ ମଞ୍ଚ ଉପରେ ଚଲଲା ବେଲେ ମୁଁ ସବୁବେଳେ ଆଶା ରଖସି ଯେ ପବ୍ଲିକ କେମିତି କରି ମୋର କଳାକେ ଗ୍ରହଣ କର କାରଣ ଗୋଟେ କଳାକାର ଯଦି ପବ୍ଲିକ ତାର ଆର୍ଟକେ ଗ୍ରହଣ ନା କରେ ତ ତାର କଳାକାରୀ ମାନେ କରିକି କିଛି ଫାଇଦା ନାହିଁ ତ ସବୁବେଳେ ଚାହେଁସି ଦର୍ଶକ ମାନଙ୍କୁ କେମିତି ଖୁଶ ରଖିପାରିବି ଆଉ ଦର୍ଶକ କେମିତି କରି ମୋର ଅଭିନୟ ଠାରୁ ସଂଳାପ ପର୍ଯ୍ୟନ୍ତ ସବୁକେ ଗ୍ରହଣ କରିବେ ସେଟା ହିଁ ମୋର ପହଲା ଲକ୍ଷ୍ୟ ଥିସି ଆମେ ଜାଣିଛୁ ଯେତେବେଳେ ମହାରାଜ ବନବାର ଲାଗି ହେଲେ ବହୁତ ପାଉଡର ମଖା ମେକଅପ୍ ଏସବୁ କେତେ ସମୟ ଲାଗ୍ସି ହାରାହାରି ଅଧା ଘଣ୍ଟା ଉପରେ ଲାଗସି ଆମର ପେଣ୍ଟିଂ ମହାରାଜ ପେଣ୍ଟିଂ ମହାରାଜ ପେଣ୍ଟିଂଟା ଆଜ୍ଞା। ବାକିଟା ଅଲଗା ହଁ ପର୍ଦାର ପଛର କଥା ଆମେ କିଛି ହେମା ଯେତେବେଳେ ଆମେ ତ ସମସ୍ତେ ଆପଣଙ୍କୁ ଦେଖୁଛୁ ଷ୍ଟେଜ ଉପରେ ଆଜ୍ଞା। କିନ୍ତୁ କିଛି ଲୋକ ପର୍ଦାର ପଛାଡ଼ା ଦେଇସନ୍ ଯେ ନାକି ବହୁତ ଚେଷ୍ଟା କରସନ୍ କି ପରଫର୍ମାନ୍ସଟା ବେଷ୍ଟ ହବ ବୋଲି ଆଜ୍ଞା। ଆପଣ ସେତେବେଳେ କାହାକେ ପହଲା ଭାବସନ୍ କି ଭଲ କାର୍ ଲାଗି ମୁଁ ବେଷ୍ଟ ପରଫର୍ମାନ୍ସ କରିପାରସି ବୋଲି ଦେଖୁন ପ୍ରଥମେ ହେଲେ ମୋର ଗୁରୁ ସ୍ୱର୍ଗତ ଦ୍ୱାରିକାନାଥ ପଣ୍ଡା ଯିଏକି ସଂକୀର୍ତ୍ତନ ଗାୟକ ଥିଲେ ତାଙ୍କଠୁ କୀର୍ତ୍ତନ ପହିଲା ମୁଁ ଆରମ୍ଭ କରିଥିଲି ସେ ମୋର ବାପା ବି ଆନ ସେ ହେଉଛନ୍ତି ମୋର ପ୍ରଥମ ଗୁରୁ ଯିଏକି ଶାସ୍ତ୍ରଜ୍ଞାନ ଅଧ୍ୟୟନ କରିଥିଲି କୀର୍ତ୍ତନ କରିକିରି ଆଜି ସେ ଗୁରୁଙ୍କର କୃପାରୁ ଏବଂ ମୋର ଅଭିନୟ କଳାର ଗୁରୁ ହେଲେ ଶ୍ରୀଯୁକ୍ତ ଭୁବନେଶ୍ୱର ପ୍ରଧାନ ତାଙ୍କର ଅପାର କରୁଣା ହେତୁ ମୁଁ ଆଜି ବିଭିନ୍ନ ଜାଗାରେ ଅଭିନୟ କରୁଛି ସେମାନଙ୍କର ଆଶୀର୍ବାଦ ସେମାନଙ୍କର ଦିଗ୍ଦର୍ଶନ ମୋର ପ୍ରତି ଥିଲା ବୋଲି ମୁଁ ଆଜି ଏତିକି ଉପରକୁ ଯାଇଛି ବୋଲି ନିଜକେ ଭାବସି ଆମେ ଯେତେବେଳେ କଂସ ଭୂମିକାରେ ବାହାରି ଆସୁ ଆଗରୁ କାଳେ ଛୁଆମାନେ ଡରି ମରୁଥିଲେ ଆଜ୍ଞା ଇହାଦରେ ଛୁଆମାନେ ଡରସନ୍ କି ସେଲ୍ଫି ନେଇ ଆସନ୍ ଦେଖୁନ ଗୋଟେ ବଢିଆ କ୍ୱେଶ୍ଚନଟେ ଗଲେ ଆଗରୁ ଏତେ ପରିମାଣରେ ଧନୁଯାତ୍ରା ନା ହଉଥାଏ ଏବଂ ଏତିକି କଂସ ନା ଥାଏ ନିହାତି ହଁ ଯଦ୍ୱାରା କଂସର ମହତ୍ଵ ବହୁତ ଥିଲା ଆଜିକାଲି ପ୍ରତ୍ୟେକ ଗାଁ ଗହଳିରେ ଧନୁଯାତ୍ରା ନାନ ଆଉ ବହୁତ ଜୁନିୟର ଆର୍ଟିଷ୍ଟ ମାନେ ସେମାନେ କଂସ ବାହାରିଲେନ ମୁଁ ଏଇଟା ନା କହିବାର ସେମାନେ ନାଇଁ ଜାଣିବାର କାଣା ବୋଲିକରି କିନ୍ତୁ ଧୀରେ 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 ପର୍ଯ୍ୟାୟକ୍ରମେ କଂସଟା ବହୁତ ଶସ୍ତା ହେଇଗଲାଣି ଆଉ ଯେନ୍ ଛୁଆ ଡରୁଥିଲେ ଇହାଦେ ନା ଡରିକି ହୋ କଂସ ଆସ ସେଲ୍ଫି ହେମା ବୋଲୁଛନ୍ତି ଇହାଦେ ବର୍ତ୍ତମାନ କଂସ କି ପବ୍ଲିକ ମାନେ ଦୁନିଆ ଆପଣ ଅଭିନୟ କରୁଛନ୍ କିନ୍ତୁ ଅରିଜିନାଲ କଂସ ଯେନ୍ ଥିଲେ ତାଙ୍କୁ ଲୋକ ବହୁତ ଗାଲି ଗୁଲଜ କରସନ୍ କି ବହୁତ ଖରାପ ଲୋକ ବୋଲି ଭାବସନ୍ କିନ୍ତୁ ଆପଣ କଂସର ଭିତରେ ଭଲ ଗୁଣ କାଣା ଦେଖସନ୍ ବହୁତ 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 ଭଲ ଗୁଣ ଅଛି ଦେଖୁନ୍ ଯେନ୍ତା ଗୋଟେ ଅପେରା ଆମେ ଷ୍ଟାର୍ଟ କରମା ହିରୋ ହିରୋଇନ ଏବଂ ଭିଲେନ ନିତାନ୍ତ ଆବଶ୍ୟକ ଆଉ କଂସଟା ହଉଛି ଧନୁଯାତ୍ରାର ଭିଲେନ କିନ୍ତୁ ଏନ୍ତା ଗୋଟେ ଭିଲେନ ଯେ କି ଦ୍ୱାପର ଯୁଗରେ କଂସ ନ୍ୟାୟଶାସ୍ତ୍ର ଅଧ୍ୟୟନ କରିଥିଲେ ଧର୍ମଶାସ୍ତ୍ର ଅଧ୍ୟୟନ କରିଥିଲେ ଯୁଧିଷ୍ଠିର ଏବଂ ନ୍ୟାୟଶାସ୍ତ୍ର ଅଧ୍ୟୟନ କରିଥିଲେ କଂସ ସେ ଗୋଟେ ବହୁତ ନ୍ୟାୟବାନ ପୁରୁଷ ଥିଲେ ଏବଂ ବଡ ଯୋଦ୍ଧା ଯେନ୍ଟା କି ରାବଣ ବଡ ଜ୍ଞାନୀ ହେଇପାରନ କିନ୍ତୁ ରାବଣ ଠାରୁ ଆର ବଡ ଯୋଦ୍ଧା କଂସ ଥିଲେ କାଁ କରି ମେରୁଗିରିକେ ଜୟ କରିପାରିଥିଲେ କଂସ କିନ୍ତୁ ରାବଣ ମେରୁଗିରିକେ ଜୟ କରି ନାପାରେ ତେଣୁ କଂସ ଗୋଟେ ବିଶିଷ୍ଟ ଯୋଦ୍ଧା ଏବଂ ନ୍ୟାୟବାନ ପୁରୁଷ ଥିଲେ ତେଣୁ ତାଙ୍କର ଭଲ ଗୁଣ ଥିଲା ନ୍ୟାୟ ଏବଂ ବୀରତ୍ୱ କଂସନୁ ଆମେ କାଣା ଶିଖବାର ବୋଲି କଥା ଅଛି ଯେନ୍ଟାକି ଆମେ ଶିଖିପାରମା ନିଜର ଜୀବନ ଦେଖ ବହୁତ ଜିନିଷ ଶିଖବାର ଅଛି ସମସ୍ତେ କହସନ୍ କଂସ ନିଜର ବାପାକେ ଉଗ୍ରସେନକୁ ଗାଦିଚ୍ୟୁତ କରିକିରି କଟୱାଲ କରିଦେଲା ବହୁତ ବଢିଆ ଜିନିଷ ଦେଖୁଥିଲେ ଦୁଇଟା ଜିନିଷ ଶିକ୍ଷା ଅଛି ପ୍ରଥମ ଶିକ୍ଷା ହେଲା କଂସ ଜାଣିଥିଲେ ଯେ ପ୍ରକୃତରେ ମୋର ପିତା ହଉଛନ୍ତି ବିଷ୍ଣୁ ଭକ୍ତ କିନ୍ତୁ ମାତା ଇନ୍ଦୁମତୀଙ୍କର ସତୀତ୍ୱକେ ରକ୍ଷା କରି ନା ପାରିଲେ ଯେନ୍ଟା କି କଂସ ଗୋଟେ ଜାରଜ ସନ୍ତାନ ଥିଲା ଦୁର୍ମିଳା ସୋଲ ଅଳସୋଲ ଯାଥିଲା ତ କଂସର ପ୍ରଥମ ବିଚାର ଦେଖୁন ଗୋଟେ ରାଜନୀତି ମାନେ ରାଜା ହିସାବରେ ସେ କହିଛି ଯେନ୍ ବ୍ୟକ୍ତି ନିଜର ସ୍ତ୍ରୀର ସତୀତ୍ୱକେ ରକ୍ଷା କରି ନା ପାରିଲା ସେ ଏଡିକି ବଡ ମଥୁରା ରାଜ୍ୟକେ ସମ୍ଭାଳବା କେମିତି ତେଣୁ ତାକୁ ରାଜ୍ୟରୁ ବିତାଡ଼ିତ କରାଯାଉ ବୋଲି ନିଜର ପିତାକେ ବିତାଡ଼ିତ କରି ନିଜର ସିଂହାସନ ଆରୋହଣ କଲେ ଏକ ନମ୍ବର ଦୁଇ ଆଧ୍ୟାତ୍ମିକ ଦୃଷ୍ଟିକି ଯଦି ଯିମା କଂସ ଜାଣିଛନ୍ ଭଗବାନ ସ୍ୱୟଂ ନାରାୟଣ ଦେବକୀର ଅଷ୍ଟମ ଗର୍ଭରେ ଜନ୍ମ ନେବେ ତ ମୁଇଁ ଭଗବାନଙ୍କର ଆଙ୍କ ମୁକ୍ତି ପାଇନି କିନ୍ତୁ ମୋର ପିତା ପିତା ମାତା ଠାରୁ ବଡ ଦେବତାକେ ସରବର ହେଇजे ନାହିଁ ଯେ ମାତା ପିତାଙ୍କ ଯୁକ୍ତ କାଳେ ବିହି ଜାଲେଇଛି କପାଳେ ପିତାଙ୍କର ମୁକ୍ତି ହେବା କେମିତି
ତେଣୁ ସେ ପିତାଙ୍କୁ ମୁକ୍ତି କରବାର ଲାଗି ଅଟୁଆଳ ପଦବୀରେ ନିଯୁକ୍ତି କଲେ। ବନ୍ଦୀଶାଳା ମଧ୍ୟ ନିଶ୍ଚୟ ଦିନ ଭଗବାନ ଶଙ୍ଖଚକ୍ର ଗଦା ପଦ୍ମଧାରୀ ଭଗବାନ ଶ୍ରୀକୃଷ୍ଣଙ୍କର ଦର୍ଶନ ହେବା ବୋଲି ସେ ଜିନିଷ ସେ ସମୟରେ ନାରାୟଣଙ୍କର ଦର୍ଶନ କଲେ ହଁ। ପିତୃଭକ୍ତିର ଯେନ୍ ଥିସି ସେଟା ହେବି ଇହାଦେ ସମିଆତି ଆମେ ଚାରି ଧାମ ବୁଲଉଛୁ ନିଜର ମା ବୁଆକେ ଆଜ୍ଞା। ନିଜର ଚାରି ଧାମକେ ବୁଲାଲେ ନିଜର ମା ବୁଆର ଯେନ୍ ଗୋଟେ ପିତୃଭକ୍ତିଟା ପୂରଣ ହେସି ବୋଲି ଭାବସନ୍ ଲୋକ। ଆଜ୍ଞା। ତ ଛୁଆ ପରେ ଧନୁଯାତ୍ରାକେ ଆପଣ ଆର୍ ଆଗ୍କେ ନେବା ଲାଗି କାଣା ଭାବସନ୍? ଫଳରେ ଧନୁଯାତ୍ରା ଦେଖୁନ ଆଜ୍ଞା ସମସ୍ତଙ୍କ ସହଯୋଗ ଦରକାର। ଶାସନ ପ୍ରଶାସନ ତାପରେ ଆଞ୍ଚଳିକ ଯେନ୍ ଲୋକମାନେ ଅଛନ୍ତି ସମସ୍ତଙ୍କର ସହଯୋଗ ନିତାନ୍ତ ଆବଶ୍ୟକ। ସହଯୋଗ ଅଛେ କିନ୍ତୁ ଲୋକଙ୍କର ଯଦି ଆହୁରି ସହଯୋଗ ହୁଏ ଏବଂ ସରକାରୀ ସ୍ତରରୁ କିଛି ଅନୁଦାନ ମିଳେ ନିଶ୍ଚୟ ଭାବରେ ଛୁଆପଳି ଧନୁଯାତ୍ରା ଆଗକେ ଆହୁରି ଉନ୍ନତି କରିବା ମୋର ଆଶା ଏବଂ ବିଶ୍ୱାସ। ଆପଣ ସମ୍ବଲପୁରୀ ଭାଷା ଦେଇ କାଣା ଧନୁଯାତ୍ରା ଚଲେଇ ପାରବେ? ଆଜ୍ଞା ଦେଖୁନ ଏଇଟା ସମସ୍ତେ କହସନ୍ ଆମର ମାର ବୋଲି ହଉଛି ସମ୍ବଲପୁରୀ। ଆଜ୍ଞା ଯେତେବେଳେ ମାର ଗର୍ଭରୁ ଜନ୍ମ ହଉଛୁ ଆମର ପ୍ରଥମ ଭାଷା ହଉଛି ସମ୍ବଲପୁରୀ ସମ୍ବଲପୁରୀ ଏବଂ ସଂଳାପ ତ କାଣା ଆଜ୍ଞା କହିବାର ଶୈଳୀ ହଉଛି ସଂଳାପ। ସଂଲାପ। ତ ଯଦି ଆମେ ସାହିତ୍ୟିକ ଭାଷାର ସଂଳାପ କହିପାରୁଛୁ ସମ୍ବଲପୁରୀ ଆମକୁ ଆର୍ ସହଜ ଆଜ୍ଞା। ସମ୍ବଲପୁରୀରେ ଆପଣଙ୍କର ପ୍ରିୟ ଗୋଟେ ସଂଲାପଟେ କହୁ ଆପଣଙ୍କୁ ଯେନ୍ ସବୁଠୁ ଭଲ ଲାଗ୍ସି? ପ୍ରିୟ ମାନେ ମୁଁ ତ ସମ୍ବଲପୁରୀ ସଂଳାପ ବିଭିନ୍ନ ଜାଗାରେ କରୁଛୁ। ଦେଖୁନ ପହଲା ଜିନିଷ ହେଲା ମୋର ଲିଖିତ ଡାୟଲଗ କିଛି ନାହିଁ। ନାଇଁ ନା ହଁ ଆଜକାଲି ଯୋଉ ଲେଖିକି ନିଜେ ଡାୟଲଗ କହୁଛନ୍ ନାଇଁ ମୋର ମାନେ ହୁଏତ ସେଟା ସାହିତ୍ୟିକ ହଉ କିମ୍ବା ସମ୍ବଲପୁରୀ ହଉ ସଂଳାପ ଆପଣ ଗୋଟେ ସିଚୁଏସନ ଦଉନ୍ କେନ୍ ସିଚୁଏସନ କହିବେ ସମ୍ବଲପୁରୀ ମୁଁ ବାହାର କରିବି। ଯେତେବେଳେ କୃଷ୍ଣ ବଳରାମ ପଳେଇ ଆସୁଛନ୍ ମଥୁରାକେ ଆର୍ ଶିବଧନୁ ଭାଙ୍ଗି ଦଉଛନ୍ ଯେତେବେଳେ ଆପଣଙ୍କୁ ଆପଣଙ୍କର ଗୁପ୍ତଚର ମାନେ ସୂଚନା ଦଉଛନ୍ କି ଶିବଧନୁ ଭାଙ୍ଗି ଦେଲେ କୃଷ୍ଣ ବଳରାମ ସେତିକି ଆପଣଙ୍କର ମୁହଁ କାଣା ବାହାରସି? ଦେଖୁନ୍ ବଢିଆ କଥାଟେ କହିଲେ କଂସର ପ୍ରକୃତ ଜୀବନ ରହସ୍ୟ କେନ୍ ଜାଗାରେ ଥିଲା ବୋଲେ ସେଟା ହଉଛି ଶିବଧନୁ ଶିବଧନୁ ହେଲା। କଂସର ବୀରତ୍ୱ ନାଶ ହେଇଯାଇଛି କେତେବେଳେ ଯେତେବେଳେ ଶିବଧନୁଟା ଭଗ୍ନ ହେଇଯାଇଛି। ଭଗ୍ନ ହେଇଯାଇଛି। ତ ଯେତେବେଳେ ମହାମନ୍ତ୍ରୀ କି ଅନୁଚର ଯେ ବି ଆସିକିରି କଂସକେ ଖବର ଦେଲା ଯେ ଶିବଧନୁ ଭାଙ୍ଗି ଯାଇଛି କଂସର ପ୍ରତିକ୍ରିୟା କାଣା ରହିବ ଏ ଜାଗାରେ କାଣା କହିଲ ମହାମନ୍ତ୍ରୀ ଶିବଧନୁ ଆଜି ମୋର ଭାଙ୍ଗି ଦେଇଛନ୍ ଛୁଆ ଛୁଆ ଦୁଇଟା କୁଷ୍ଠ ହବାର ବୋଲ ନା ନାଇଁ ମହାମନ୍ତ୍ରୀ କାନେ ଶୁଣିକିରି ମୁଇଁ ବିଶ୍ୱାସ କରି ନାଇଁ ପାରବାର। আরে যেন ধনুকে উঁচাবার লাগি লক্ষ লক্ষ সৈন্য মানকর আবশ্যক পড়ুতলা সে ধনুকে ভাঙি নেইছন সামান ছুয়া দুইটা জানিগলি মন্ত্রী জানিগলি মুই আজি নিশ্চয় মোর মরণ মোর পাখে হাজর হয়ে গেছে। সমস্তে কহুলে দ্বাপর যুগে মোর ভঞ্জা কুষ্ঠ হউছন স্বয়ং নারায়ণ বিশ্বাস নাই তাই মোর মনে মহামন্ত্রী এলে আজ আজ কংসকে পুরা বিশ্বাস হয়ে যাইছে স্বয়ং নারায়ণ মোর রাজ দরবার উপস্থিত হয়েছন এলে নাই কংস মুই কংস নিশ্চয় করবি মই কৃষ্ণ বললাম মোর হাতে আর দ্বাপর চুক্তি হেলে মই অজর অমর। ଚମତ୍କାର ଥିଲା। ଆମେ ଯେନ୍ ବି କଲା ପ୍ରଦର୍ଶନ ଯେତେବେଳେ ବି କରୁଛୁ ନିଜର ପରିବାର ଲୋକ ଦେଖାବାର ଇଚ୍ଛା ଆସୁ। ଆଜ୍ଞା ଆପଣ କେତେବେଳେ ପରିବାର ଏ ସାମ୍ନା ଥି ବସେଇକରି କେବେ ଅଭିନୟ କରିଛନ୍? ଆଜ୍ଞା ସେ ସୌଭାଗ୍ୟ ତ ମୋର ନୁହେଁ ତାଲି କାରଣ ମୋର ପରିବାରରେ ବାପା ମା ବାପା ବହୁତ ଦିନୁ ଜାଣ ହେଇଯାଇଛି ମା 2 ବର୍ଷ ହେଲା ଖରାପ ହେଲେନ ମୋର ସହଧର୍ମିଣୀ ଅଛନ୍ ଆଉ ଛୁଆ ଦୁଇଟା ଅଛନ୍ ଝିଅ ଦୁଇଟା ଝିଅ ଦୁଇଟା ରହିଲେ ହଷ୍ଟେଲରେ ମୋର ମିସେସ୍ ଘର ଯୁଗବି ମୁଇଁ ନାଟ ନାଚି ଆଇଲି ବୋଲ ଅପରା ନାଚି ଆଇଲି ଯାତ୍ରା କରି ଆଇଲି ତ ସେମାନେ କେତେବେଳେ ଆର୍ ମତେ ଦେଖବାକେ ସୁଯୋଗ ପାଇଲି ଏନ୍ତା କେବେ ସୁଯୋଗ ନେଇ ମିଲେ କି ପରିବାର ସାମ୍ନାରେ ଆପଣ କଲା ନା ନା ମିଳେ ତାଲି। ତ କଂସ ଭୂମିକା ହେଲେ ଆପଣଙ୍କର ପରିବାରରୁ କେତେ ଆପଣଙ୍କୁ ସପୋର୍ଟ ମିଳିଛି କି ଯେନ୍ ବି ମହାରାଜ ଭୂମିକା ଆପଣ କଲା ବହୁତ ସପୋର୍ଟ ଆଜ୍ଞା କାରଣ ସହଧର୍ମିଣୀ ନିଜର ପତ୍ନୀ ଅର୍ଥ କାଣା ପତ୍ନା ତତ୍ରାୟତେ ଇତି ପତ୍ନୀ ଯେ ପତନରୁ ଉଦ୍ଧାର କରିପାରୁছে ସେ ହଉଛି ପତ୍ନୀ ସହଧର୍ମିଣୀ ଧର୍ମରେ ଯେ ସହଯୋଗ କରନ୍ ସେ ହଉଛି ସହଧର୍ମିଣୀ। ତ ନିଜର ସ୍ତ୍ରୀ ଯଦି ଆମକୁ ସହଯୋଗ ନା କରିବେ ଆମେ କେବେ ବେଲେ ଆଗକେ ଯାଇ ନା ପାରୁ। ତ ଯାତ୍ରାରେ ମୋ ସ୍ତ୍ରୀର ବି ବହୁତ ସପୋର୍ଟ ଅଛି ମାର ବି ସପୋର୍ଟ ଥିଲା ପରିବାର ସମସ୍ତଙ୍କ ସପୋର୍ଟ। କେତେବେଳେ ଏନ୍ତା ହେଇଛି କି ଆପଣଙ୍କ ସ୍ତ୍ରୀ ଆସିକରି କି ଏଇଟା ଏନ୍ତା ନା ହେବା କଥା ଟିକେ ଆଉ ଟିକେ ଏନ୍ତା କର କି ଆଉ ଟିକେ ହସ କିଛି ଏନ୍ତା ଗୋଟେ ଡାଇରେକ୍ସନ କେବେ ଦେଇଛନ୍? ନାଇଁ ଆଗରେ ସେ ଗୋଟେ ମାନେ ଗୃହିଣୀଆ ସେ ଘରେ ଅଛନ୍ ଘରର କାମ କରସନ୍
ମାନେ ଅଭିନୟ ବାବଦରେ ସେ ମତେ କିଛି ନାହିଁ କେବେ ନା ବୁଝେ ଆଜ୍ଞା। କେବେ ତ ଆପଣଙ୍କର ଜୀବନର ସବୁଠୁ ବଡ଼ ସ୍ୱପ୍ନ କାଣା? ସବୁଥିରୁ ବଡ଼ ସ୍ୱପ୍ନ ମୋର ଜୀବନରେ ବୋଲେ କେମିତିକିରି ମୁଇଁ ଭବିଷ୍ୟତରେ ଭଗବାନଙ୍କର ନାମ ନେଇକିରି ଏ ସଂସାରର ଏ ଅଧ୍ୟାମ ତ୍ୟାଗ କରିବି କେବଳ ଭଗବାନଙ୍କର ନାମ ମୋର ହୃଦୟ ଭିତରେ ସଦା ସର୍ବଦା ଭଜୁଥିମି ସେଟା ହଉଛି ମୋର ଜୀବନର ବଡ଼ ସ୍ୱପ୍ନ ହେ ଆଜ୍ଞା। ତ ଆପଣ ଯଦି ସତେ ସତିକା କଂସ ହେଇଯାତେ ତ କାଣା କରତେ? ସତେ ସତେକା ଯଦି ମୁଁ କଂସ ହେତି ବହୁତ ଜିନିଷର ପରିବର୍ତ୍ତନ ହେତା ଆଜ୍ଞା। ସ୍ୱାସ୍ଥ୍ୟ କ୍ଷେତ୍ରରେ କହୁଁ ଶିକ୍ଷା କ୍ଷେତ୍ରରେ କହୁଁ ସାମାଜିକ କ୍ଷେତ୍ରରେ କହୁଁ ବହୁତ ଗୁଡ଼ିଏ ସୁଧାର ଆଣବାର୍ ଲାଗି ବହୁତ ଚେଷ୍ଟା କରିଛି ଯେନ୍ଟାକି ସମାଜରେ ବହୁତ ଗୁଡ଼ିଏ ବର୍ତ୍ତମାନ ଅବହେଳିତ ହେଇକରି ରହିଯାଇଛି ସେ ସବୁ କାମ ମାନେ ସମ୍ପୂର୍ଣ୍ଣ କରବାର୍ ଲାଗି ସର୍ବପ୍ରଥମେ ଆଗ୍ରହ ପ୍ରକାଶ କରିଛି। ଧନୁଯାତ୍ରାନୁ ଆମକୁ କାଣା ଶିଖବାର୍କେ ମିଳଛି? ପବ୍ଲିକ କାଣା ଶିଖବାର କଥା? ବହୁତ ଜିନିଷ ଶିଖବାର୍କେ ଅଛି ଆଜ୍ଞା। ପ୍ରଥମ ଜିନିଷ ହେଲା ପିତାମାତାଙ୍କ ପ୍ରତି ଭକ୍ତି ନିଶ୍ଚୟ ଭାବରେ ରହିବାର କଥା ଏବଂ ଦ୍ୱିତୀୟ ଜିନିଷ ହେଲା ଭଉଣୀ ଭ୍ରାତା ଏବଂ ଭିଣୋଇ ଏ ସମସ୍ତଙ୍କ ପ୍ରତି ପାରିବାରିକ ସ୍ନେହ ମମତା ଆନ୍ତରିକତା ନିଶ୍ଚୟ ରହିବା କଥା ଏବଂ ପରିଶେଷରେ ସର୍ବଶ୍ରେଷ୍ଠ ଜିନିଷ ହେଲା ଧର୍ମର ଜୟ ଏବଂ ପାପର କ୍ଷୟ ଯଦା ଯଦା ନିଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ୍ ଅଧର୍ମସ୍ୟ ତଦାତ୍ମାनं ସୁଜମ୍ୟମ୍ परित्राणाय साधुनं विनाशाय चतुष्कृतां धर्म संस्थापनार्थाय संभवामि युगे युगे। धनुଯାତ୍ରା के आमे आधुनिक टेक्नोलॉजी रे परिवर्तन करबार के बोले काना काना परिवर्तन करबार କଥା? देखो आधुनिक टेक्नोलॉजी अपन कहले पुराणी है ଆଜ୍ଞା। तो जेनटा पुराण रो विषय वस्तु अछि संलाप ठारू आरंभ करी अभिनय पर्यंत आमे ताके तो परिवर्तन करि ना पारू किंतु लाइट अरे किछि डेवलप करा जाय पारे साउंड रो टेक्नोलॉजी किछि डेवलप करा जाय पारे एवं अभिनय एवं संलाप इतर किछि परिवर्तन ना हवार कथा बोली मैं भाबसी। ଆଜ୍ଞା। ଆପଣ ଏନ୍ତା କେବେ ହେଇଛେ କି ମହାରାଜ ଗେଟଅପ୍ ରେ ଯାଇଛନ୍ ଆଉ କେନ୍ ଜାଗାରେ କାହାକେ ଗୋଟେ ଡରି ନେଇଛନ୍ କି ହସି ନେଇଛନ୍ କିଏ ଗୋଟେ ଡରି ମରି ଯାଇଛେ? तो हेन्ता बहुत जगह ऐसी आज्ञा बहुत जगह ऐसी सेटा अभिनय माध्यम रे ऐसी ହଁ ହଁ ନାଇଁ ନାଇଁ ସଥା ଆମେ ଯେତେବେଳେ ନଗର ଭ୍ରମଣ କରୁଥିସୁଁ ସମୟରେ ଆମେ ବହୁତ ଲୋକ ଆମେ ଫାଇନ୍ ବି ପକାସୁଁ ସେ ସମୟରେ କାହାକି ଆପଣ କେତେବେଳେ ରହି ନିକରି କହିନେଲା ହେଲେ କିଏ ଡରି ମରିଯିବା ସେଟାକି ଆପଣ ସେ ସମୟରେ ନା ହେଲେ ବି ମନ ଭିତରେ ଗୋଟେ ହସି ଯେନ୍ ଥିସି ସେଟାକେ ଦେଖିକରି ହେନ୍ତା ହେଇଯାଏ? ना हेन्ता मोर जीवन ना आसपा ताली अभिनय भितर बहुत लोक फाइन पकई जाए बहुत जगह अभिनय कर रियल भितर भयभीत हवार्टा बहुत लोग छन किंतु हेन्ता मोर जीवन केबे ना आसी। ଆମେ ପୌରାଣିକ କଥା ବସ୍ତୁ ଉପରେ ଆମେ ଭାବି ନେଉନି ଇହାଦେ ଆପଣ କନସନ୍ हाँ ତ ଆପଣ ପୁରା ସଥା କନସନ୍ ମୁଇଁ ଆପଣଙ୍କୁ କ୍ୱେଶ୍ଚନ୍ କରୁଛେ ମତେ ଲାଗୁଛି କି ମୁଇଁ ପୁରା କନସକେ କ୍ୱେଶ୍ଚନ୍ କରୁଛି हाँ ତ ସେ ଉପରେ ଟିକେ ଚର୍ଚ୍ଚା କରମା। निश्चय ଆପଣ ଗୋଟେ କନସନ୍ ଆପଣଙ୍କର ବାପାକେ ଆପଣ ବଦିନ ହଟେଇ କରି ଆପଣ ମହାରାଜ ଜାଗାରେ କେନ୍ତା ବସବାକେ ଚାହିଁଲେ? कारण हूँ माने प्रकता माता इंदुमती सतीत्व के रक्षा कर ना पारे गोटे महाराज तेणु ताकर भाई गोटे अयोग्य राजा मथुरा सिंहासन में बसले शोभा ना पाए एवं आध्यात्मिक दृष्टि देखले बापा को भगवान श्रीकृष्ण जो अवतार में जो स्वयं नारायण से रूप के दर्शन करावार लगे मुझे सिंहासन निकल कटवाल कर दी। ଆପଣ ଗୋଟେ ଆକାଶବାଣୀର କଥା ଶୁଣିକରି ନିଜର ଭଉଣୀକେ କାରାଗାରରେ ବନ୍ଦୀ କରିଦେଲେ ଏଇଟା କେତେ ଦୂର ଠିକ୍? देखो कंस शब्दर अर्थ है अत्याचार एवं दुनियार सबुठारु बड़ भय काना बोला सेटा होची मृत्यु समस्त यदि तोर मृत्यु हवा बोला हम समस्त डरसु तो मुई सेति लई कंस जेते बोले अछे मोर मृत्यु संवाद मोर कर्णरे सुनबार द्वारा मोर भितरे गुटे क्रोध जात हिचे एवं निजे बचवार लागि निजर भौणी देवकी के कारागार भितरे निक्षेप करिছে। ଆପଣ ନିଜର ଭଉଣୀର ନିଜର ଭଞ୍ଜାକୁ ଗୋଟେ ଗୋଟେ ଛଅଟା ସନ୍ତାନକେ ମାରିଦେଲେ ଆପଣଙ୍କୁ ଟିକେ ବି ଖରାପ ନା ଲାଗଲା? देखो मुझे प्रकृति मानव ओरस जन्म होती मोर दिए स्नेह ममता आंतरिकता निश्चय भाव था कि गोटे राक्षस ओरस बुझा दे विलास तेणु राक्षस प्रवृत्ति निश्चय मोर हृदय भीतर रहा एक तेणु से छटा पुत्र मारवार लगे मुई कुंठाबोध नाई करी किंतु भितर स्नेह ममता आंतरिकता जहाँ कले बेटी रहा किंतु जो मानव ओरस जन्म होती बहुत छटा पुत्र मारी नहीं मार राक्षस ओरस जन्म हवा हेतु छटा पूर्व मारवार पुत्र मारवार लगे मत किसी असुविधा ना ଯେତେବେଳେ ଆପଣ କାରାଗାରକେ ପହଞ୍ଚୁଛନ୍ ଆଉ ଦେବକୀ ଆପଣଙ୍କୁ କହୁଛନ୍ କି
ନା ମାର ବୋଲିଲି ସେତେବେଳେ ଆପଣଙ୍କର ମନ କାଣା ବାହାରୁଛି ଗୋଟେ ସଂକଳାପ ହିସାବରେ କହିବେ। ଦେବକୀ ସ୍ନେହ ମମତା ଆନ୍ତରିକତା ଶୋଭା ପାଇଲେ ଦେବକୀ ବେଣିକଣ୍ଡରେ କରିଛି ଶ୍ରବଣ ତୋରି ଗର୍ଭର ଅଷ୍ଟମ ସନ୍ତାନ ହେବ ମୋର କାଳକଣ୍ଟକ। ତେଣୁ ବୀରକଂସାସୁରର କର୍ତ୍ତବ୍ୟ ଦେବକୀର ପ୍ରତ୍ୟେକ ଗର୍ଭସ୍ଥ ସନ୍ତାନ ନାସିବି ମୁଁ ଦର୍ପଣଶିଳାରେ। ତେଣୁ ଦେବକୀ ନକରି ବିଳମ୍ବ ଅର୍ପଣ କର ତୋର ଗର୍ଭସ୍ଥ ସନ୍ତାନ, ନଚେତ୍ ବୀରକଂସାସୁର ଭୁଲିଯିବ ଭାଇ ଭଉଣୀ ସ୍ନେହ ମମତା ଆନ୍ତରିକତା ଏବଂ ବାଧ୍ୟ ହୋଇ ତୋର ସନ୍ତାନକୁ ନେଇ କଟାଡ଼ିବି ମୁଁ ଦର୍ପଣଶିଳାରେ। ଚମତ୍କାର ଥିଲା ଆଜ୍ଞା। ତ କାର୍ଯ୍ୟକ୍ରମ के विराम नवा लास्ट की गोटे सम्बलपुरी संकल्प कहीकि शेष करमा आपन सबुठ जेनटा भल लागसी जेनटा दर्शक मन को आपन थापल्ली मेस करी थापल्ली धन्यवाद दर्शक मन को आपन आन देछो भेटी हिसाब है। द्वापर जुगर कस मुई ई संसार भितरे सड़क मरक पाताल तीन पुर के जय करी जय बाहु बोले मुई छोट छोट छुआ जुड़े कृष्ण बलराम सेवाटा बड़ुचंदर गोपुरे गौर घरे जाइकरी सेवाटा मारबे फिर कोस हो जाके नाय ये सब असंभव है। जेते दिन तक कस रजा ई संसारे दिवा मारबार लगी कि जन्म दिए हवाता है। आसुन बुढ़ापुर के पठे छे मुई मथुरा गोपुर के सांगे धरी करी जेते बेले आसले दुही लोक को कुष्ठ बलराम के मुहामुही पड़ी बोले एंता पत्र मारी में तुही छुआ को दे संसार भजुतुबा खाली कस रजार ना। धन्यवाद आज्ञा आपनकर संलाप पूरा उच्च कोटि रे कार्यक्रम शेष करबा गोटे प्रश्न पचराबार के चाहमी आपण निजे कौन भूमिका नु काना शिक्षा पास कौन भूमिका रो मैं एतकी शिखी जे लोक मानकर स्नेह ममता आंतरिकता आम प्रति जे रहुछे लोक माने जनता हमको ग्रहण करबे उच्चारण संगे हमर आचरण मध्य ठीक रखवा आ जदि हमें उच्चारण करतुमा भल और आचरण होतुमा खराब संसार रे केहे हमको सम्मान ना दियो सेटा हम शिखी अपन कौन भूमिका छड़ी करी आर केन केन भूमिका अभिनय करियो कौन सा भूमिका छड़ी आज्ञा मु रावण जलंधर हिरण्यकशिपु मुरासुर तारकासुर तापरे महिषासुर आउ बहुत गुडे भूमिका में अभिनय कर रावण रो गोटे संकल्प है रावण चारि उड़ा लक्ष्य राजा करी निमंत्रण निमंत्री नहीं जनक राजन वीर दशानने महामंत्री जानी से दशानन बलबीर्य पराक्रम उपस्थित हेले मुई स्वयंवर सभा मध्य निश्चय भंगी शिवधनु मुई तेणु प्रत्याख्यान करिछि जनक राजन हेले ना रावण बिना निमंत्रण होई उपस्थित स्वयंवर सभा मध्य निश्चय भंगी शिव सरासन विवाह करी अपरप सुंदरी नारी सीतया सुंदरी। चमत्कार आज्ञा अपन सब संलाप उच्च कोटि थिला बहुत भल लागला आमे भी अपन संगे कथावार्ता हेलु आशा करमु हमर दर्शक माने भी आपनकर संलाप अपन कथावार्ता सुनि खुशी हेबे आइथिले हमर संगे गोपाल पंडा आज्ञा अपन माने जानिथे विश्व प्रसिद्ध बरगड़ धनु यात्रा पर आ गोटे भल खुला मंच धनु यात्रा पर आसी बोले थुआपाली अनेक दिन रही आसुचे आ थुआपाली आज्ञा अभिनय करुचन आशा करमु थुआपाली दर्शक माने आज्ञा को बहुत भल पाइबार देबे आपण माने भी आज्ञा को भल पाइबार देबे यदि आपन कोई वीडियोटा भल लागला बोले शेयर करबे लाइक करबे मोर चैनल के सब्सक्राइब करबे जोहार। जदि आपण मानकु आमर वीडियो भल लागला बेले आमर चैनल के लाइक शेयर सब्सक्राइब करबार नहीं भूलबे।